ନୟାପଲ୍ଲୀ ଶନିଶ୍ଚର ମନ୍ଦିର ତରଫରୁ ଯେଉଁ ବାର୍ଷିକ ଉତ୍ସବ ହେବାକୁ ଯାଉଛି ସେଥିପାଇଁ ଆପଣମାନଙ୍କୁ ଡାକିଥିଲୁ। ଏଠାରେ ଆମର ଉପସ୍ଥିତ ଅଛନ୍ତି ବରିଷ୍ଠ ସୁପାସିନ୍ଦ ବେହେରା ଅଛନ୍ତି, ଜଳନ୍ଧର ବେହେରା ଅଛନ୍ତି, ଖଗେନ୍ଦ୍ର ବେହେରା ଅଛନ୍ତି ଏବଂ ବିଷ୍ଣୁ ବେହେରା ଅଛନ୍ତି, ପ୍ରକାଶ ବେହେରା ଅଛନ୍ତି ଏବଂ ଏ ଶନି ମନ୍ଦିର ଦାୟିତ୍ୱ ନେଇଥିବା ମିଥୁନ ବେହେରା ଅଛନ୍ତି ଏବଂ ଗ୍ରାମବାସୀ ତରଫରୁ ଆପଣଙ୍କୁ ସ୍ୱାଗତ ଜଣାଇବୁ। ସର୍ବପ୍ରଥମେ ଆମେ ଫାଷ୍ଟ ବର୍ଷ ଏଇଟା ଶନିଶ୍ଚରଙ୍କର ପ୍ରଥମ ବର୍ଷ ବାର୍ଷିକ ଉତ୍ସବ, ସେଥିପାଇଁ ଆମେ ପ୍ରୋଗ୍ରାମ ରଖିଛୁ 23 ତାରିଖ ଦିନ ଆମେ କଳସ ଯାତ୍ରା ରଖିଛୁ ଏବଂ 24 ତାରିଖରେ କଳସ ଯାତ୍ରା, 23ରେ ଆପଣଙ୍କର ଯେଉଁ ଅଙ୍କୁରା ରଖା ହେଇଛି, ତା ସହିତ 25 ତାରିଖରେ ଆମର ଭଜନ ସମାରୋହ ଏବଂ ଏହି 26ରେ ଆମର ପ୍ରସାଦ ସେବନ ବ୍ୟବସ୍ଥା ଅଛି ଏବଂ ଶନିଙ୍କର ଯେଉଁ ବାହାର ଯାତ୍ରା ମଧ୍ୟ ବିମାନ ଯାତ୍ରା ମଧ୍ୟ କରାଯିବ। ଏଥିରେ ଆମେ ସମସ୍ତଙ୍କୁ ଆପଣଙ୍କ ଜରିଆରେ ଏ ଅଞ୍ଚଳରେ ଏବଂ ସାରା ଭୁବନେଶ୍ୱର ବାସୀମାନଙ୍କୁ ନିମନ୍ତ୍ରଣ ରଖି ସମସ୍ତେ ଆସିବେ ଶନିଶ୍ଚରଙ୍କ ଦର୍ଶନ ସହିତ ଆମର ପ୍ରସାଦ ସେବନ କରିବା ପାଇଁ ଆମେ ନିମନ୍ତ୍ରଣ। ଧନ୍ୟବାଦ। ଦେଖନ୍ତୁ, ଗତ ବର୍ଷ ଆମେ ତ ମନ୍ଦିର ପ୍ରତିଷ୍ଠା କରିଥିଲୁ। ଏ ମନ୍ଦିରଟା ମଙ୍ଗଳା ମନ୍ଦିର ପାଖରେ ଥିଲା, ଯେଉଁଟାକି ୱାଟର ପାର୍କ ବିଏମ୍ସିର ହେବାକୁ ଥିଲା। ସେଥିପାଇଁ ମନ୍ଦିରଟି ସେଠି ଭଙ୍ଗାଗଲା ବିଏମ୍ସି ତରଫରୁ। ଯେତେବେଳେ ଭଙ୍ଗାଗଲା, ଆମର ଗ୍ରାମର ସମସ୍ତେ ବୟୋଜ୍ୟେଷ୍ଠ ଲୋକ, ଆମ ଗ୍ରାମବାସୀବୃନ୍ଦ ସମସ୍ତେ ଯାଇ ପୂଜା ଅର୍ଚ୍ଚନା କରୁଥିଲେ। ଯେତେବେଳେ ଭାଙ୍ଗିଲା, ସେତେବେଳେ ବିଏମ୍ସି ସବୁ ମନ୍ଦିରର ସବୁ ମୂର୍ତ୍ତି ଫୂର୍ତ୍ତି କେହି ଦାୟିତ୍ୱ ନେବା ପାଇଁ ନା କେହି ଇଏ କଲେନି ବୋଲି ଗାଡ଼ିରେ ସବୁ ନେଇଯାଉଥିଲେ। ତେଣୁ ଆମେ ଗ୍ରାମବାସୀ 4-5 ଜଣ ଯାଇକି ପହଞ୍ଚିଲା ପରେ ଆମେ ଚିନ୍ତା କଲୁ, ନାହିଁ ଆମେ ଯାହା ହେଲେ ବି ଆମ ଗ୍ରାମର ଠାକୁର ପୂଜା ପାଉଥିଲେ, ଆମ ମନକୁ କଷ୍ଟ ହେଲା। ଆମେ ସେଥିପାଇଁ ଚିନ୍ତା କଲୁ, ନାହିଁ ଆମ ମନ୍ଦିର ଭିତରେ ଜାଗା ଅଛି, ଆମେ ନେଇକି ତାଙ୍କୁ ସେଇଠି ରଖିବା। ତେଣୁ ଆମେ ମହେଶ୍ୱର ବେହେରା, ଦୁର୍ଗା ବେହେରା, ମିଲୁ ବେହେରା, 4-5 ଜଣ ଫାଷ୍ଟ ଯାଇ ସେଠି ମୂର୍ତ୍ତି ଉଦ୍ଧାର କରି ଆଣି ମନ୍ଦିରରେ ରଖିଲୁ ଏବଂ ତା ସହିତ ସମସ୍ତ ଗ୍ରାମବାସୀଙ୍କୁ ଡାକି ଗୁରୁଜନ, ଦାଦା, ବଡ଼ବାପା ସମସ୍ତଙ୍କୁ ଡାକିକି ପଚାରିଲୁ, ଆମେ ଯେହେତୁ ମୂର୍ତ୍ତିଟା ନେଇଯାଉଥିଲେ, ତେଣୁକରି ଆମ ଗାଁ ଠାକୁର ଆମ ଗାଁରେ ରହୁ। ସେଥିପାଇଁ ସମସ୍ତଙ୍କ ପରାମର୍ଶ ନେଇ ସମସ୍ତଙ୍କ ଏକମତ ନେଇକି ଯାହା ହଉ ଧନ୍ୟବାଦ ଦେବି ଗ୍ରାମବାସୀ ବୃନ୍ଦକୁ। ସେମାନେ କହିଲେ, ନାହିଁ ମନ୍ଦିରଟି ଆମ ଗାଁ ମନ୍ଦିରଟି ଏଇଠି ରଖିବା, ମୂର୍ତ୍ତି ରଖିବା, ପୂଜା କରିବା। ଆଉ ମନ୍ଦିର ପ୍ରାଙ୍ଗଣରେ ବି ଜାଗା ଗୋଟେ ବାହାର କରି ଆମେ ମନ୍ଦିର ଆରମ୍ଭ କଲୁ। ତାପରେ ଧୀରେ ଧୀରେ ମନ୍ଦିର ବର୍ଷେ ଭିତରେ ଯାହା ହଉ ସେ ପ୍ରଭୁଙ୍କ କୃପା, କେମିତି କ'ଣ କେଉଁଠୁ ଅର୍ଥ ଆସିଲା କ'ଣ ଆସିଲା ସେଇଟା କେହି ଜାଣିନାହାନ୍ତି। ବର୍ଷେ ଭିତରେ ମନ୍ଦିର ପୁରା କମ୍ପ୍ଲିଟ୍ ଛିଡ଼ା ହେଲା। ମନ୍ଦିର ବର୍ଷେ ଭିତରେ ହେଲା ପରେ ତାପରେ ଆମେ ପ୍ରତିଷ୍ଠା କଲୁ। ପ୍ରତିଷ୍ଠା ପରେ ଯେଉଁ ବର୍ତ୍ତମାନ ଆଜି ଯାହା ହଉ ପ୍ରଭୁଙ୍କର ବାର୍ଷିକ ଉତ୍ସବ, ସବୁ ଗ୍ରାମବାସୀ ବୃନ୍ଦ ଏକ ମନ ହୋଇ ସମସ୍ତେ ଏକଜୁଟ ହୋଇ ସମସ୍ତେ ସହଯୋଗ, ସମସ୍ତଙ୍କର ସହଯୋଗ ରହିଛି। ତା ସହିତ ଏଇ ଅଞ୍ଚଳର ଯେଉଁ ଲୋକ ସବୁ ରହୁଛନ୍ତି, ସେମାନେ ସ୍ୱ ଇଚ୍ଛାରେ ସେମାନେ ଆସି ତାଙ୍କ ତରଫରୁ ସବୁ ସହଯୋଗ ସହମତି ହାତ ବଢ଼ାଉଛି। ମୋ ନାଁଟା ହେଉଛି କୃପାସିନ୍ଧୁ ବେହେରା। ମୁଁ ଏଇ ନୂଆପଲ୍ଲୀ ବେହେରାସାହିର ଅଧିବାସୀ। ଆମର ଏଠି ମନ୍ଦିରଟି ଗଲା ବର୍ଷ ହେଇଥିଲା, ଏ ବର୍ଷ ଆମେ ତାକୁ ବାର୍ଷିକ ଉତ୍ସବ କରୁ। ବାର୍ଷିକ ଉତ୍ସବରେ ସମସ୍ତ ଗ୍ରାମବାସୀ ଏବଂ ଅନ୍ୟାନ୍ୟ ପାଖ ପଡ଼ୋଶୀ ଯେଉଁ ଭାଇମାନେ ସବୁ ଅଛନ୍ତି, ସମସ୍ତଙ୍କର ସ୍ନେହ ସହାନୁଭୂତି ରହିଛି। ସମସ୍ତେ ଆସି ଏଠି ଯୋଗଦାନ କରି କାର୍ଯ୍ୟକୁ କେମିତି ଆଗେଇ ନେବା ବୋଲି ଆମର ସମସ୍ତଙ୍କୁ ନିବେଦନ। ପ୍ରଥମେ ଆପଣମାନଙ୍କ ଚ୍ୟାନେଲ ମାଧ୍ୟମରେ ନୂଆପଲ୍ଲୀ ଗ୍ରାମବାସୀ, ସମସ୍ତ ରାଜ୍ୟବାସୀ ଓ ବିଭିନ୍ନ ଗ୍ରାମବାସୀଙ୍କୁ ଶନି ମନ୍ଦିରର ବାର୍ଷିକ ଉତ୍ସବର ଅଭିନନ୍ଦନ ଜଣାଉଛି। ଆସନ୍ତା 23ରୁ 26 ତାରିଖ 3 ଦିନ ଧରି ମହାସମାରୋହରେ ପାଳିତ କରାଯିବ। ସମସ୍ତଙ୍କୁ ଅନୁରୋଧ, ସମସ୍ତେ ବହୁ ସଂଖ୍ୟାରେ ଯୋଗଦାନ କରି ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରନ୍ତୁ ଓ ପ୍ରସାଦ ସେବନ କରନ୍ତୁ। ଶନି ମନ୍ଦିର ଭାଙ୍ଗି ଯାଇଥିଲା, ଆମର ଗାଁ ଲୋକ ସମସ୍ତେ ସବୁ ଶନି ମନ୍ଦିର ନେଇ ଆସିଥିଲେ, ଆଣିକି ଏଠି ପୁଣି ବର୍ଷେ ଲାଗିଲା ଆମକୁ ତାକୁ ତୋଳିବା ପାଇଁ। ତାପରେ ତାଙ୍କର ଆର ବର୍ଷ ଆମର ପୁନଃ ଇଏ କରିଥିଲୁ, ପୂଜା କରିଥିଲୁ। ଏ ବର୍ଷ ତାଙ୍କର ପ୍ରଥମ ବାର୍ଷିକ ଉତ୍ସବ ହେଉଛି। ଆଉ ପ୍ରଥମ ବାର୍ଷିକ ଉତ୍ସବ ହେଉଛି, ତ ଏଥିରେ ଆମର 23 ତାରିଖରେ ଅଛି ଅଙ୍କୁରାରୋପଣ, ଆଉ 24ରେ ଅଛି ଆମର କଳସ ଯାତ୍ରା, ଆଉ 25ରେ ନଗର ପରିକ୍ରମା କରିବେ, ଆଉ 26ରେ ପୂର୍ଣ୍ଣାହୁତି। କ'ଣ କିଛି ଅଗ୍ରଗତି ଅଛି ମାନେ ଭଗବାନଙ୍କର ବରାଦ, ଆମକୁ କହିଲେ ଆମେ କଲୁ। ଆମେ ବି ବହୁତ ଭଲ ଲାଗିଲା ଆମକୁ। ଆମ ଗାଁରେ ଗୋଟେ ନଥିଲା ଶନି ମନ୍ଦିର, ତେଣୁକରି ଗାଁରେ ଗୋଟେ ଶନି ମନ୍ଦିର ହେଲା, ଆମକୁ ବହୁତ ଭଲ ଲାଗିଲା। ସମସ୍ତେ ବି ଆସୁଛନ୍ତି ଏଠିକି ପୂଜା କରିବା ପାଇଁ।
ବହୁତ ଲୋକ ଆସୁଛନ୍ତି। ଗାଁ ବହୁତ ଖୁସି, ଗାଁ ସମସ୍ତେ ଖୁସି, ସମସ୍ତଙ୍କ ମତରେ ଆମର ଏଇ ଗାଁ ମନ୍ଦିରଟି ହୋଇଛି।